9 ଜଣ ବ୍ରାହ୍ମଣ ପିଲାଙ୍କ ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣି ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ଫେଜ୍ 2 ଥିବା ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ 9 ଜଣ ଗରିବ ଓ ଆର୍ଥିକ ଅନଗ୍ରସର ପରିବାର ପିଲାମାନଙ୍କୁ ନେଇ ମାଗଣାରେ ବ୍ରତୋପନୟନ କାର୍ଯ୍ୟକ୍ରମ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ପାଦକ ଶମ୍ଭୁ ପ୍ରସାଦ ତ୍ରିପାଠୀ, ସଭାପତି ପରେଶ କୁମାର ଦାସ। ଏହି ପିଲାମାନଙ୍କ ମଧ୍ୟରେ ରହିଛନ୍ତି ସତ୍ୟରଞ୍ଜନ ମହାପାତ୍ର, ଭବାନୀ ଶଙ୍କର କର, ରୁଦ୍ର ନାରାୟଣ କର, ମନୋରଞ୍ଜନ ପାଢ଼ୀ, ଆଶ୍ରିତ ମିଶ୍ର, ମଳୟନିଧି ଦ୍ୱିବେଦୀ, ସୌମ୍ୟ ରଞ୍ଜନ ଷଡ଼ଙ୍ଗୀ, ସୁନୀଲ କୁମାର ପଣ୍ଡା, ଅନିଲ ପ୍ରସାଦ ପଣ୍ଡା। ଏହି ଅବସରରେ ବିଭିନ୍ନ ପ୍ରକାରର କର୍ମମାନ କରାଯାଇଥିବା ଦେଖିବାକୁ ମିଳିଛି, ଯଥା ଗର୍ଭଧାନ, ପୁନଃସ୍ବନ କର୍ମ, ନାଭି ଛେଦନ, ବାଳକର ଜନ୍ମ, ନାମକରଣ, ବିଦ୍ୟା ପଠନ, ଅନ୍ନପ୍ରସନ୍ନ, ଚୂଡ଼ାକରଣ, କର୍ଣ୍ଣବୋଧ, ଦେବାରମ୍ଭ, ବ୍ରହ୍ମଚାରୀ, ଭିକ୍ଷାଧାରଣ, ସମାବର୍ତ୍ତନ ଉତ୍ସବ ଓ ରୋଷଣୀ କର୍ମମାନ କରାଯାଇଥିବା ବେଳେ ଏଥିରେ ବିଭିନ୍ନ ବ୍ରାହ୍ମଣ ସମାଜର ବ୍ରାହ୍ମଣମାନେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଆସନ୍ତୁ ଅଧିକ ଜାଣିବା ପାଇଁ ଆମ ସହିତ ଯୋଡ଼ି ହେଉଛନ୍ତି ବାବା ଆଖଣ୍ଡଳମଣି ବ୍ରାହ୍ମଣ ସମିତିର ସଦସ୍ୟ। କ'ଣ କହୁଛନ୍ତି? ବେଳୁକଳ କମି ଯାଉଛନ୍ତି ଏଇଟା ତାରି ବୃଦ୍ଧି କରିବା ପାଇଁ ଆମେ ପ୍ରୟାସ ରଖୁଛୁ। ତାଙ୍କୁ ଆମେ ବିଦା ଦଉଛୁ। ଆପଣ ଶିଖିବା ପାଇଁ ଆମେ ଛାଡିବାକୁ ଅଛୁ। ଘରେ ଯାଇକି ତାଙ୍କର ମାନେ ଯୋଉ ଅଛନ୍ତି ବୟୋଜ୍ୟେଷ୍ଠ ବ୍ୟକ୍ତି କର୍ମକାଣ୍ଡ କରୁଛନ୍ତି ତାଙ୍କୁ ସେମାନେ ବି ବାହାରେ ଗଜମାନ କାମ ବି କରିବାର ଇଚ୍ଛା ଅଭିଳାଷ ରହିଛି, ତାଙ୍କୁ ବି ଗାଁକୁ ବି ଆମେ ପଠେଇ ଦଉ। ଆମର ଏଇଭଳି ଆଜି 2024 ଫେବୃଆରୀ 8 ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ କରିସାରିଲୁ। ଏଇଟା ଆମର ପଞ୍ଚମ ଅଧିବେଶନ ବର୍ତ୍ତମାନ କାର୍ଯ୍ୟକ୍ରମ ଚାଲିଛି। ଏହାଦ୍ୱାରା ଉଦ୍ଦୀପନା ବହୁତ ଆନନ୍ଦ ବି ରହିଛି। ଆଉ ଯେତେ ଫଙ୍କସନ କରାଯାଉଛି ଆମେ ସମସ୍ତେ ଦାତା ମାନଙ୍କୁ ଭାବୁଛୁ ଯେ ନିଶ୍ଚୟ ଗରିବ ବ୍ରାହ୍ମଣ ପିଲାଙ୍କର ଆମେ ବର୍ତ୍ତମାନ ସାହାଯ୍ୟ ସହଯୋଗ। ଯାହା ହଉ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ସମୟ ଦେଇ ଆପଣ ଯାହା ହଉ ଏତେ ସବୁ ସମସ୍ତ ଦାତା ମାନଙ୍କୁ ନେଇକି ଯାହା କିଛି ଦାନ ନଉଛନ୍ତି ଆପଣ ଠିକ ବାଟରେ ଯଥାର୍ଥ କରିକି ବ୍ରାହ୍ମଣ ପିଲାଙ୍କୁ ବ୍ରତର କରି ଭବିଷ୍ୟତ ପାଇଁ ଜଣେ ଜଣେ ଭଲ ଆମର ଯୋଉ ଇଏଟା ଆମର ପୁରୋହିତ ହିସାବରେ ଗଠିତ କରିପାରନ୍ତି, ସେଥିପାଇଁ ବହୁତ ଜୟ ଜଗନ୍ନାଥ। ପ୍ରତ୍ୟେନ ଦୀକ୍ଷାମା ପ୍ରତି ଦୀକ୍ଷାମା ଦକ୍ଷିଣା ଦକ୍ଷିଣା ଶ୍ରଦ୍ଧାମା ପ୍ରତି ଶ୍ରଦ୍ଧୟା ସତ୍ୟମା ପ୍ରଦେ। ଶ୍ରୀ ଜଗତରନାଥ ଜଗନ୍ନାଥଙ୍କ କୃପାରୁ ବାବା ଆଖଣ୍ଡଳମଣି ବ୍ରାହ୍ମଣ ସମିତି ତରଫରୁ ଆଜି ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସାମୂହିକ ବ୍ରତୋପନୟନ କରାଯାଉଛି। ଏଥିରେ ବହୁତ ପ୍ରାୟ 9 ଜଣ ଗରିବ ବ୍ରାହ୍ମଣ ପିଲାଙ୍କୁ ଉପନୟନ ସଂସ୍କାର କରାଯାଉଛି। ଏଥିରେ କଲୋନୀ ସହିତ ବାହାର କିଛି ଅଦାନ ବ୍ୟକ୍ତି ମାନଙ୍କର ଦାନରେ ଏ ଅନୁଷ୍ଠାନଟି ଆଜି ସୁରୁଖୁରୁରେ ସମାପନ ହେବାକୁ ଯାଉଛି। ଯାହା ହଉ ପିଲାମାନଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ। ଯୋଉ 9ଟି ପିଲା ଆମେ ବ୍ରତୋପନୟନ କରୁଛୁ ସେମାନଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ, ତ ସେମାନେ ବ୍ରତୋପନୟନ କରିପାରୁନଥିଲେ। ଯୋଉମାନଙ୍କର ଆଜି ବ୍ରହ୍ମଚାରୀ ଅଛନ୍ତି ଯାହାର ବୟସ 17 ବର୍ଷ 18 ବର୍ଷ ମଧ୍ୟ ହେଇଯାଇଛି ପିଲା ଅଛନ୍ତି। ଯାହା ହଉ ଜଗନ୍ନାଥଙ୍କ କୃପାରୁ ବହୁତ ବଦାନୀ ବ୍ୟକ୍ତିଙ୍କର ଅନୁଦାନରୁ ଆଜି ଆମେ ସେ ଉପନୟନ କର୍ମଟିକୁ ସମାପନ କରୁଛୁ। ସେତିକି କହି ମୋର ବକ୍ତବ୍ୟ ମୁଁ ଶେଷ କରୁଛି।